ଚଉଷଠି ଯୋଗିନୀ ବୋଲି ଯାହାକୁ କୁହାଯାଏ ସେମାନେ ହେଉଛନ୍ତି ଦେବୀ ମା କାଳୀଙ୍କ ବା ବିଭିନ୍ନ ଶକ୍ତି ସ୍ୱରୂପ ଦେବୀମାନେ। ଚଉଷଠି ଯୋଗିନୀମାନେ ହେଉଛନ୍ତି ଶକ୍ତିର ଅନେକ ରୂପ। ସେମାନେ ବ୍ରହ୍ମାଣ୍ଡର ଶକ୍ତିକୁ ନିୟନ୍ତ୍ରଣ କରନ୍ତି। ଏହି ଯୋଗିନୀମାନେ ବିଶେଷ କ୍ଷେତ୍ରରେ ତନ୍ତ୍ର ସାଧନା ଯୋଗମାୟା ଶକ୍ତିର ସାଧନାରେ ପ୍ରଧାନ ଭୂମିକା ନିର୍ବାହ କରନ୍ତି। ମୁଖ୍ୟତଃ ଚଉଷଠି ଯୋଗିନୀଙ୍କୁ ମା କାଳୀ ମା ଦୁର୍ଗା ମା ଚଣ୍ଡୀ ଓ ଅନ୍ୟାନ୍ୟ ଦେବୀଙ୍କ ଭିନ୍ନ ଭିନ୍ନ ଶକ୍ତି ରୂପ ଭାବରେ ଦେଖାଯାଏ। ଓଡ଼ିଶାର ହୀରାପୁର ଭୁବନେଶ୍ୱର ନିକଟରେ ଚଉଷଠି ଯୋଗିନୀ ମନ୍ଦିର ବିଖ୍ୟାତ। ଚଉଷଠି ଯୋଗିନୀମାନେ ଶୈବ ଓ ଶାକ୍ତ ସମ୍ପ୍ରଦାୟରେ ବିଶେଷ ମହତ୍ତ୍ୱ ରଖନ୍ତି। ସେମାନେ ସୃଷ୍ଟି ସ୍ଥିତି ବିନାଶର ଶକ୍ତିକୁ ପ୍ରତିନିଧିତ୍ୱ କରନ୍ତି। ସାଧାରଣ ରୂପେ କୁହାଯାଏ ଚଉଷଠି ଯୋଗିନୀ ଏକ ଦିବ୍ୟ ଶକ୍ତି। ସେମାନେ ସଂସାରୀ ମାୟା ଓ ମୋକ୍ଷ ମାର୍ଗର ଶକ୍ତିମୟ ରାସ୍ତାର ଦେବୀ ସ୍ୱରୂପ। ସାଧନାରେ ତାଙ୍କର ମହତ୍ତ୍ୱ କ'ଣ ରହିଛି ଚାଲନ୍ତୁ ଜାଣିବା। ସଂସାରୀ କଷ୍ଟ ଓ ଅସୁବିଧା ଦୂର କରି ଶିବ ଏବଂ ଶକ୍ତିର ସାକ୍ଷାତକାର ପାଇଁ ଚଉଷଠି ଯୋଗିନୀଙ୍କ ଉପାସନା କରାଯାଏ। ଏହା ଏକ ଗୁପ୍ତ ଓ ଶକ୍ତିଶାଳୀ ତନ୍ତ୍ର ମାର୍ଗ। ସେମାନେ ପ୍ରତ୍ୟେକ ଜୀବର ଆଧ୍ୟାତ୍ମିକ ଉନ୍ନତି ପାଇଁ ବ୍ୟବହୃତ ଶକ୍ତିମୟ ପଥକୁ ପ୍ରଦର୍ଶନ କରନ୍ତି। ସେମାନଙ୍କ ମୁଖ୍ୟ ଭୂମିକା ହେଉଛି ଅନ୍ତର୍ଜ୍ଞାନ ଦେବା ମୋକ୍ଷର ଦ୍ୱାର ଖୋଲିବା ସଂସାର ବନ୍ଧନରୁ ମୁକ୍ତି ଦେବା। ଚଉଷଠି ଯୋଗିନୀ ସାଧନା ମାନବ ଜୀବନର ସଂସ୍କାର ଓ ଦୈବତା ସଂଯୋଗ ପାଇଁ ଏକ ଶକ୍ତିଶାଳୀ ମାର୍ଗ। ଓଡ଼ିଶାର ହୀରାପୁର ଚଉଷଠି ଯୋଗିନୀ ମନ୍ଦିର ବିଶ୍ୱ ପ୍ରସିଦ୍ଧ। ଏଠାରେ ଖୋଲା ଆକାଶ ତଳେ ଗୋଲାକାର ରୂପରେ ଏହି ଦେବୀମାନେ ସ୍ଥାପିତ। ଚଉଷଠି ଯୋଗିନୀଙ୍କ ପୂଜା କରିଲେ କ'ଣ ଶକ୍ତି ମିଳିଥାଏ? ଚଉଷଠି ଯୋଗିନୀଙ୍କ ପୂଜା କରିଲେ ଅତ୍ୟନ୍ତ ଶକ୍ତିଶାଳୀ ଓ ଗୁପ୍ତ ଫଳ ମିଳେ। ସାଧାରଣ ଭାବେ ବ୍ରହ୍ମାଣ୍ଡର ଶକ୍ତିମୟ ଦେବୀମାନେ ହେଉଥିବାରୁ ତାଙ୍କର ଉପାସନା କରାଯାଏ। ଚଉଷଠି ଯୋଗିନୀଙ୍କ ପୂଜାର ମୂଳ ଫଳ କ'ଣ ରହିଛି? ପୂଜା କଲେ କ'ଣ ଫଳ ପ୍ରାପ୍ତ ମିଳିଥାଏ? ଚଉଷଠି ଯୋଗିନୀଙ୍କୁ ପୂଜା କରିଲେ ଶତ୍ରୁ ଦମନ ଓ ବିଜୟ ପ୍ରାପ୍ତ ମିଳିଥାଏ। ଯେଉଁମାନେ ଦୁଃଖ ଶତ୍ରୁ ବା ଅଦୃଶ୍ୟ ବିପଦରେ ଅଟକିଛନ୍ତି ସେମାନେ ଯୋଗିନୀ ପୂଜାରେ ରକ୍ଷା ଓ ବିଜୟ ପ୍ରାପ୍ତ କରନ୍ତି। ତନ୍ତ୍ର ଏବଂ ମନ୍ତ୍ର ସିଦ୍ଧି ତନ୍ତ୍ର ମନ୍ତ୍ର ବା ଗୁପ୍ତଶାସ୍ତ୍ରରେ ନିପୁଣତା ଓ ସିଦ୍ଧି ହାସଲ କରାଯାଏ। ଭୂତ ପିଚାସ ଦୋଷର ନିବାରଣ କ'ଣ ରହିଛି? ଅଦୃଶ୍ୟ ଶକ୍ତିଙ୍କ ଅପ୍ରଭାବ ରହିଥିଲେ ଯୋଗିନୀଙ୍କ ପୂଜାରେ ତାହାର ସମାଧାନ ହୁଏ। ଅପୂର୍ଣ୍ଣ କାମନା ସିଦ୍ଧି ମିଳେ। ମନୋରଥ ଆଶା ସମ୍ପତ୍ତି ସମ୍ପୂର୍ଣ୍ଣ ହୁଏ। ଯାହା ଚାହୁଁଛନ୍ତି ଯଥା ସମୟରେ ମିଳିଥାଏ। ମୋକ୍ଷ ପ୍ରାପ୍ତି ଜନ୍ମ ମୃତ୍ୟୁର ଚକ୍ର ଭାଙ୍ଗି ଆତ୍ମାର ମୋକ୍ଷ ପାଇଁ ସହଯୋଗ ମିଳିଥାଏ। ଆତ୍ମବଳ ଓ ଶକ୍ତି ବୃଦ୍ଧି ମନୋବଳ ଶକ୍ତି ଧୈର୍ଯ୍ୟ ଜ୍ଞାନ ଓ ଆନ୍ତରିକ ସମ୍ପୂର୍ଣ୍ଣତା ବଢ଼ିଯାଏ। ଜୟ ମା ଯୋଗିନୀ ମାତା।